ଦୁଇ ପଦ କହିବି ଏ ଖଟିକୁ ନେଇକି। ଦାଦାଙ୍କ ସହିତ ଏଇ ଖଟିରେ ଦେଖା, ସେ ସବୁଦିନ ପ୍ରାୟ ଆସନ୍ତି, ଖରାବେଳେ ସନ୍ଧ୍ୟାରେ ବି ବେଳେବେଳେ ଆସନ୍ତି। ମୁଁ ତାଙ୍କୁ ପ୍ରଥମେ ଏଇଠି ଦେଖିଥିଲି, ଯେତେବେଳେ ଆସିଥିଲି ଗୋଟେ କୌଣସି କାମ ପାଇଁ। ମୁଁ କହିଲି କି ଅସୀମ ବସୁ ଅତ୍ୟନ୍ତ ବିହଳିତ ହେଇଥିଲି। ତାପରେ ପରବର୍ତ୍ତୀ ସମୟରେ ମୁଁ ତାଙ୍କ ଗ୍ରୁପରେ ଜଏନ୍ କଲି। ଗୋଟେ ନାଟକ କରୁଥିଲି 2012 ବର୍ଷ। ସେତେବେଳେ ଛୋଟ ମୋବାଇଲ ଥିଲା, ଦାଦାଙ୍କ ନିର୍ଦ୍ଦେଶନା। ମୋ ମାଉସୀ ଝିଅ ଭଉଣୀ ମୋତେ ଫୋନ୍ କରିଛି ନାଟକ ଆରମ୍ଭ ହେବାର 2-4 ମିନିଟ୍ ପୂର୍ବରୁ। ମୁଁ ରଖିଲେ ତୁ ଫୋନ୍, ମୁଁ ଏଇଠି ଗୋଟେ ନାଟକ କରୁଛି। ସିଏ ଭାଇ ନାଟକ ପ୍ରେମ, ଯାତ୍ରା ପ୍ରେମ। ତା କେଉଁ ନାଟକ ନିର୍ଦ୍ଦେଶକ କିଏ? ମୁଁ ଆଶ୍ଚର୍ଯ୍ୟ କିଛି ଏତେ କଥା କେମିତି ବୁଝିବି? ମୁଁ ଅସୀମ ବସୁ ନିର୍ଦ୍ଦେଶକ। শুধু ମିଛ ମୋତେ ଆଉ ଡରା ମିଳିବା କଥା କହିବା ପାଇଁ କେହି ମିଳିଲେ। ମୋ କଥା ସେ ଶୁଣିଲା। ମୋ ପାଖରେ ଫଟୋ ବି ନଥିଲା, କଥା ଗୋଟେ ଫଟୋ ଉଠେଇକି ପଠେଇବୁ, ଫଟୋ ନଥିଲା, ମୁଁ ଉଠେଇ ପାରିଲି। ପରବର୍ତ୍ତୀ ସମୟରେ ଥରେ ଦାଦା ତାଙ୍କ ସାଙ୍ଗେ ମିଶିଲା ପରେ, ଏଗୁଣା ପରେ ଖବରକାଗଜରେ ଦାଦା ଆଲେଖ ଲେଖନ୍ତି। ସେ ଗୋଟେ ଆଲେଖରେ ମୋ ନାଁ ଲେଖିଦେଲି। ଦେଖ, ମୋତେ ଗୋଟେ ପ୍ରମାଣ ମିଳିଲା। ମୁଁ ତାକୁ ଫୋନ୍ କରି କହିଲି, ମୁଁ ଆଜି ପେପର ପଢ଼, ଦାଦା ମୋ ନାଁରେ ଲେଖିଛନ୍ତି। ସେ ପଢ଼ିଲା, ତୁ ଯେମିତି ପୃଥିବୀରେ ଗୋଟିଏ ଦେବ, ଅସୀମ ବସୁ କିଏ, ତୁ କିଏ? ମୁଁ ତାକୁ ଯେତେ ଚେଷ୍ଟା କଲି ପ୍ରମାଣ କରିବା ପାଇଁ ସେଇ ଅସୀମ ବସୁ ଆମ ପାଖରେ, ମୁଁ ସେଇ ଦେବ, ମୁଁ ସେ ହେଇପାରିଲାନି। ପରବର୍ତ୍ତୀ ସମୟରେ ଅବଶ୍ୟ ଜାଣିଲା। ତେବେ ଆପଣମାନେ ସମସ୍ତେ ନିଜର ବହୁମୂଲ୍ୟ ସମୟ ବାହାର କରି ଆମ ସହିତ ଆସି ସାମିଲ ହୋଇଛନ୍ତି। ଆମେ ଏଇ ଜାଗାଟା ଆମର ଗୋଟିଏ ସ୍ୱପ୍ନ, ଆମର ଗୋଟିଏ ତୀର୍ଥସ୍ଥଳ ଭଳି। ଏଠି ପ୍ରଥମେ ଆମେ ଗୋଟେ କାର୍ଯ୍ୟକ୍ରମ ଛବିଘର ତରଫରୁ ପଥଶିଳ୍ପା ଓ ଅମର ଭାଇ ଆୟୋଜନ କରିଥିବାରୁ ଉଭୟଙ୍କୁ ମଧ୍ୟ ଆମେ ଅସୀମ ବସୁ ଫାଉଣ୍ଡେସନ ତରଫରୁ ବହୁତ ଧନ୍ୟବାଦ ଦେଉଛୁ, ଜ୍ଞାପନ କରୁଛୁ। ଏବଂ ଆପଣମାନେ ସମସ୍ତେ ନିଜର ସମୟ ବାହାର କରି ଏଠି ଆସି ଆମ ସହିତ 2 ଘଣ୍ଟା ସାମିଲ ହୋଇଥିବାରୁ ମୁଁ ସମସ୍ତଙ୍କ ନିକଟରେ ଅଭିନନ୍ଦନ ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି, ଧନ୍ୟବାଦ ଦେଉଛି। ଆମେ ଏମିତି ଭବିଷ୍ୟତରେ ଆଉ କିଛି କିଛି କାର୍ଯ୍ୟକ୍ରମ କରିବୁ। ଆପଣମାନଙ୍କର ସହଯୋଗ ଏବଂ ଉପସ୍ଥିତି ଆଶା କରୁଛି। ନମସ୍କାର।